ଯଥା ସମୟରେ ଗୀତ ଗୋବିନ୍ଦ ଲେଖା ସମାପ୍ତ ହୋଇସାରିଥିଲା। ଗୀତ ଗୋବିନ୍ଦର ଲାଳିତ୍ୟପୂର୍ଣ୍ଣ ପଦାବଳୀ ଦେଖି ଉତ୍କଳର ଏପରିକି ଭାରତର ବଡ଼ ବଡ଼ ପଣ୍ଡିତମାନେ ମଧ୍ୟ ଚମତ୍କୃତ ହୋଇପଡ଼ିଥିଲେ। ଏହି କାବ୍ୟ ଦ୍ୱାରା ଜୟଦେବଙ୍କର ଖ୍ୟାତି ସାରା ଦେଶରେ ବ୍ୟାପିଗଲା। ସମସ୍ତେ ତାଙ୍କର ଜୟଗାନ କଲେ। ଜୟଦେବ ନିଜେ ଶ୍ରୀମନ୍ଦିରକୁ ଯାଇ ପ୍ରତ୍ୟହ ଜଗନ୍ନାଥଙ୍କ ନିକଟରେ ଗୀତ ଗୋବିନ୍ଦ ପାଠ କରୁଥିଲେ। ପଦ୍ମାବତୀ ମଧ୍ୟ ଜଗନ୍ନାଥଙ୍କର ନିକଟରେ ଅପୂର୍ବ ନୃତ୍ୟ ପ୍ରଦର୍ଶନ ପୂର୍ବକ ଗୀତ ଗୋବିନ୍ଦ ଗାନ କରି ସମସ୍ତଙ୍କୁ ଚମତ୍କୃତ କରିଦେଉଥିଲେ। ସେତେବେଳେ ଉତ୍କଳର ଶାସନକର୍ତ୍ତା ଥିଲେ ଗଜପତି ମହାରାଜ ଶ୍ରୀ ପୁରୁଷୋତ୍ତମ ଦେବ। ସେ କେବଳ ନିଜର ବୀରତ୍ୱ ପାଇଁ ପ୍ରସିଦ୍ଧ ନଥିଲେ, ସଂସ୍କୃତ ଭାଷାରେ ଅଗାଧ ପାଣ୍ଡିତ୍ୟ ଅର୍ଜନ କରି ସେ ମଧ୍ୟ ଖ୍ୟାତି ଲାଭ କରିଥିଲେ। ତାଙ୍କର ଉଦ୍ଦେଶ୍ୟ ଥିଲା ଜୟଦେବଙ୍କର ଗୀତ ଗୋବିନ୍ଦ ପରି ସେ ମଧ୍ୟ ଗୋଟିଏ ଉତ୍କୃଷ୍ଟ କାବ୍ୟ ରଚନା କରିବେ ଏବଂ ଜଣେ ପ୍ରସିଦ୍ଧ କବି ହିସାବରେ ସମ୍ମାନିତ ହେବେ। ସେଥିପାଇଁ ସେ ରଚନା କରିଥିଲେ ତାଙ୍କର ପ୍ରସିଦ୍ଧ କାବ୍ୟ ଅଭିନବ ଗୀତ ଗୋବିନ୍ଦ। ଏହି ଅଭିନବ ଗୀତ ଗୋବିନ୍ଦ ରଚନା କରି ସେ ରାଜ୍ୟରେ ଘୋଷଣା ମଧ୍ୟ କଲେ ଯେ କେହି ବାହାରେ କିମ୍ବା ମନ୍ଦିର ମଧ୍ୟରେ ଜୟଦେବଙ୍କର ଗୀତ ଗୋବିନ୍ଦ ପାଠ କରିପାରିବେ ନାହିଁ। ସମସ୍ତେ ଅଭିନବ ଗୀତ ଗୋବିନ୍ଦ ହିଁ ପାଠ କରିବେ। ଦିନେ ପ୍ରଭାତରେ ରାଜା ପୁରୁଷୋତ୍ତମ ଦେବ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ। ସେତେବେଳେ ଜୟଦେବ ଜଗନ୍ନାଥଙ୍କ ନିକଟରେ ଗୀତ ଗୋବିନ୍ଦର ପଦାବଳୀ ପାଠ କରୁଥିଲେ। ଏହା ଦେଖି ପୁରୁଷୋତ୍ତମ ଦେବ କ୍ରୋଧାନ୍ୱିତ ହୋଇ ଜୟଦେବଙ୍କୁ ରାଜାଦେଶର ବିରୁଦ୍ଧାଚରଣ କରି ଗୀତ ଗୋବିନ୍ଦ ପାଠ କରିବାର କାରଣ ଜିଜ୍ଞାସା କଲେ। ଜୟଦେବ ବିନତି ହୋଇ କହିଲେ, ମହାରାଜ, ମୁଁ ଭାବୁଛି ଆପଣଙ୍କର ଅଭିନବ ଗୀତ ଗୋବିନ୍ଦ ଅପେକ୍ଷାରେ ମୋର ଶ୍ରୀ ଗୀତ ଗୋବିନ୍ଦ ଜଗନ୍ନାଥଙ୍କର ଅଧିକ ପ୍ରିୟ। ସେଥିପାଇଁ ମୁଁ ଶ୍ରୀ ଗୀତ ଗୋବିନ୍ଦର ପଦାବଳୀ ଜଗନ୍ନାଥଙ୍କ ନିକଟରେ ପାଠ କରୁଛି। କ୍ରୋଧାନ୍ୱିତ ହୋଇ ପୁରୁଷୋତ୍ତମ ଦେବ କହିଲେ, ତାହେଲେ ଜୟଦେବ, ଦୁଇ ଗୀତ ଗୋବିନ୍ଦ ମଧ୍ୟରୁ କେଉଁଟି ଜଗନ୍ନାଥଙ୍କର ଅଧିକ ପ୍ରିୟ, ଆଜି ତାହା ପରୀକ୍ଷା କରାଯିବ। ଜୟଦେବ ନତମସ୍ତକ ହୋଇ ରାଜାଙ୍କର ଅଭିମତକୁ ଗ୍ରହଣ କରିନେଲେ। ସେହିଦିନ ରାତ୍ରିରେ ବଡ଼ ସିଂହାର ବେଶ ସମୟରେ ଜଗନ୍ନାଥଙ୍କ ସମ୍ମୁଖରେ ଉପସ୍ଥିତ ହେଲେ ମହାରାଜ ଶ୍ରୀ ପୁରୁଷୋତ୍ତମ ଦେବ ଓ ଭକ୍ତକବି ଶ୍ରୀ ଜୟଦେବ। ବେଶ ସମାପ୍ତ ହେବା ପରେ ପୁରୁଷୋତ୍ତମ ଦେବ ଦୁଇଟି ଯାକ ଗୀତ ଗୋବିନ୍ଦ ରତ୍ନ ସିଂହାସନ ଉପରେ ପାଖାପାଖି ରଖି ପ୍ରାର୍ଥନା କଲେ, ହେ ପ୍ରଭୁ ଜଗନ୍ନାଥ, ଏହି ଦୁଇ ଗୀତ ଗୋବିନ୍ଦ ମଧ୍ୟରୁ ଯେଉଁଠି ସର୍ବଶ୍ରେଷ୍ଠ ଓ ତୁମର ଅଧିକ ପ୍ରିୟ ତାହା ତୁମେ ହିଁ ଠିକ୍ କରିବ। ଆସନ୍ତାକାଲି ପ୍ରଭାତରେ ଯେଉଁ ପୁସ୍ତକଟି ଉପରେ ସ୍ଥାପିତ ହୋଇଥିବ ତାହା ସର୍ବଶ୍ରେଷ୍ଠ ଓ ତୁମର ଅଧିକ ପ୍ରିୟ ବୋଲି ପ୍ରମାଣିତ ହେବ। ପ୍ରାର୍ଥନା ପରେ ପୁରୁଷୋତ୍ତମ ଦେବ ଯୋଉ ମୁଦ ଦେଇ ଭିତର ଦୁଆରୁ ବନ୍ଦ କରିଦେଲେ। ସାରା ରାତ୍ରି ଜଗନ୍ନାଥଙ୍କ ଧ୍ୟାନରେ କଟାଇ ଭକ୍ତକବି ଜୟଦେବ ଆଜି ପ୍ରଭାତରେ ଶ୍ରୀମନ୍ଦିରରେ ଉପସ୍ଥିତ ହୋଇଛନ୍ତି। ସେଠି କଠୋର ପରୀକ୍ଷା ସମ୍ମୁଖୀନ ହେବା ପାଇଁ କୋଳାହଳମୟ ଭକ୍ତମଣ୍ଡଳୀ ମଧ୍ୟରେ ସେ ମହାରାଜା ପୁରୁଷୋତ୍ତମ ଦେବଙ୍କୁ ଅପେକ୍ଷା କରିଛନ୍ତି ସାଶ୍ରୁ ନୟନରେ। ଯଥା ସମୟରେ ପରିଷଦମାନଙ୍କ ଗହଣରେ ମହାରାଜା ପୁରୁଷୋତ୍ତମ ଦେବ ଶ୍ରୀମନ୍ଦିରରେ ପ୍ରବେଶ କଲେ। ମହାରାଜାଙ୍କର ଜୟଗାନରେ ଶ୍ରୀମନ୍ଦିର ପ୍ରକମ୍ପିତ ହେଲା। ରାଜାଦେଶ ପ୍ରାପ୍ତ ହୋଇ ସେବକମାନେ ଭିତର ଦୁଆରରେ ଯୋଉ ମୁଦ ଭଙ୍ଗ କଲେ। ମହାରାଜା ଓ ଜୟଦେବଙ୍କ ସମେତ ଉପସ୍ଥିତ ସମସ୍ତେ ଦେଖିଲେ ଯେ ରତ୍ନ ସିଂହାସନ ଉପରସ୍ଥ ମହାରାଜାଙ୍କର ପ୍ରଣୀତ ଅଭିନବ ଗୀତ ଗୋବିନ୍ଦ ଉପରେ ଜୟଦେବଙ୍କ ପ୍ରଣୀତ ଶ୍ରୀ ଗୀତ ଗୋବିନ୍ଦ ସ୍ଥାପିତ ହୋଇଅଛି। ଏହା ଦେଖି ସମସ୍ତେ ଚମତ୍କୃତ ହେଲେ ଏବଂ ଜୟଦେବଙ୍କର ଜୟଗାନରେ ଶ୍ରୀମନ୍ଦିର ଅଭ୍ୟନ୍ତର ମୁଖରିତ କରିଦେଲେ। ଜୟଦେବଙ୍କର ଗୀତ ଗୋବିନ୍ଦ ଯେ ଜଗନ୍ନାଥଙ୍କର ଅଧିକ ପ୍ରିୟ ତାହା ସର୍ବସମକ୍ଷରେ ପ୍ରମାଣିତ ହୋଇଗଲା। କିନ୍ତୁ ମହାରାଜ ଶ୍ରୀ ପୁରୁଷୋତ୍ତମ ଦେବ ଏକାନ୍ତ ଦୁଃଖରେ ଭାଙ୍ଗି ପଡ଼ିଲେ। ସେଦିନ ଅନ୍ନ ଜଳ କିଛି ଗ୍ରହଣ କଲେ ନାହିଁ। ସେହିଦିନ ରାତ୍ରିରେ ସେ ସ୍ୱପ୍ନ ଦେଖିଲେ ଯେ ପ୍ରଭୁ ଜଗନ୍ନାଥ ତାଙ୍କ ସମ୍ମୁଖରେ ଆବିର୍ଭୂତ ହୋଇ କହୁଛନ୍ତି, ପୁରୁଷୋତ୍ତମ, ଦୁଃଖ କର ନାହିଁ, ଜୟଦେବ ମୋର ପରମ ଭକ୍ତ। ତାହାର ଭକ୍ତି ଜଗତରେ ଅତୁଳନୀୟ। ତୁମର କାବ୍ୟ ସାହିତ୍ୟ ଦୃଷ୍ଟିକୋଣରୁ ଉତ୍କୃଷ୍ଟ ହୋଇଥିଲେ ମଧ୍ୟ ଜୟଦେବ ପ୍ରଣୀତ ଗୀତ ଗୋବିନ୍ଦ ମୋର ଅତ୍ୟନ୍ତ ପ୍ରିୟ। ସେଥିପାଇଁ ଗୀତ ଗୋବିନ୍ଦର ପଦାବଳୀ ଶ୍ରବଣ କରିବାକୁ ମୁଁ ସଦାସର୍ବଦା ବ୍ୟାକୁଳ। ହୃଦୟରୁ ସମସ୍ତ ଈର୍ଷା ଦୂର କରି ତୁମେ ଜୟଦେବଙ୍କୁ ସମ୍ମାନ ଦିଅ ଏବଂ ମୋ ନିକଟରେ ଗୀତ ଗୋବିନ୍ଦ ପାଠ କରିବାର ବ୍ୟବସ୍ଥା କର। ତାହେଲେ ତୁମର ଅଭୂତ ମଙ୍ଗଳ ହେବ। ଜଗନ୍ନାଥଙ୍କର ସ୍ୱପ୍ନାଦେଶ ପ୍ରାପ୍ତ ହୋଇ ମହାରାଜା ପୁରୁଷୋତ୍ତମ ଦେବ ଶ୍ରୀ ଗୀତ ଗୋବିନ୍ଦର ମହତ୍ତ୍ୱ ଉପଲବ୍ଧି କରିପାରିଲେ ଏବଂ ଜୟଦେବଙ୍କୁ ରାଜକୀୟ ସମ୍ମାନ ପ୍ରଦର୍ଶନ କରି ଜଗନ୍ନାଥଙ୍କ ନିକଟରେ ଗୀତ ଗୋବିନ୍ଦ ପାଠ କରିବାର ଅଧିକାର ପ୍ରଦାନ କଲେ। ଜଗନ୍ନାଥ ମହାପ୍ରଭୁଙ୍କର ଗୀତ ଗୋବିନ୍ଦର ପଦାବଳୀ ଯେ କେତେ ପ୍ରିୟ ଥିଲା ତାହା ଆମେ ଏହି ଗଳ୍ପ ମାଧ୍ୟମରେ ନିଶ୍ଚିତ ଭାବରେ ଜାଣିପାରିଲେ।
एमिति अनेक गल्प अच्छी जो कि श्री जगन्नाथ महाप्रभुंकर गीत गोविंद केते अत्यंत प्रिय ताहा जणा जाए। सर्वे भवन्तु सुखिनः सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःखभाग् भवेत्।